ପିଲେ, ନୀତି ଶିକ୍ଷାର ଅର୍ଥ ହେଉଛି ଜୀବନର ସଠିକ୍ ଓ ଭଲ ନୀତିର ଶିକ୍ଷା। ମଣିଷ ଜୀବନରେ ସଠିକ୍ ଦିଗ୍ଦର୍ଶନ ଏବଂ ଆଦର୍ଶ ଚରିତ୍ର ଗଠନରେ ମହତ୍ତ୍ୱ ରଖେ। ନୀତି ଶିକ୍ଷା ଦ୍ୱାରା ମଣିଷ ସତ୍ୟ, ନ୍ୟାୟ, କରୁଣା, ଦୟା, ବିନୟ ଓ ଶିଷ୍ଟ ଆଚରଣ ଦେଖାଇଥାଏ। ଏହି ଆଧୁନିକ ସମୟରେ ଆମେ ଯେତେ ଆଗକୁ ଗଲେ ମଧ୍ୟ ସଠିକ୍ ନୀତି ଶିକ୍ଷା ହିଁ ଆମକୁ ସଠିକ୍ ବାଟରେ ନେଇଥାଏ। ତମେ ଏବେ ଛାତ୍ରଛାତ୍ରୀ, ଆଗାମୀ କାଲିର ଭବିଷ୍ୟତ। ଭଲ ନୀତି ଆଦର୍ଶରେ ରହି ଦେଶ ଓ ସମାଜର ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବ। ସମୟ ପାଇଲେ ପାଠ ବହି ଛଡ଼ା ବିଭିନ୍ନ ପ୍ରକାରର ନୀତିଶିକ୍ଷା ବହି, ଏଇ ଯେମିତି ଚାଣକ୍ୟ ନୀତି, ପଞ୍ଚତନ୍ତ୍ର, ରାମାୟଣ, ମହାଭାରତ ଏସବୁ ପଢ଼ିଲେ ତମେ ତମ ଜୀବନରେ ଆହୁରି ମାର୍ଜିତ ହୋଇପାରିବ। ହଉ ପିଲେ, କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଦାସ ଅଙ୍କିତା ଚାନ୍ଦଙ୍କ କଣ୍ଠରୁ ଭଜନଟିଏ, ଯାହାକୁ ଲେଖିଛନ୍ତି ଆର୍ତ ଦାସ। प्रभु की सुंदर दिश बसिर सिंहासन, प्रभु की सुंदर दिश पापी माने तारी गले करी तुम्भ दर्शन, करी तुम्भ दर्शन। प्रभु की सुंदर दिश बसिर सिंहासन, प्रभु की सुंदर दिश। शंख चक्र गदा पद्म देखिण आनंद मन, मस्तके पूर्णिमा चांद दिसे केड़े शोभावन। शंख चक्र गदा पद्म देखिण आनंद मन, मस्तके पूर्णिमा चांद दिसे केड़े शोभावन। माळ मान लंबी थाई पाद तल जाए रही, बासनारे चहटाई प्रभु तुम अंग मान, बासनारे चहटाई प्रभु तुम अंग मान। प्रभु की सुंदर दिश बसिर सिंहासन, प्रभु की सुंदर दिश। भुवनरे हस्तपाद न शुण हे
देश बसिरत्न सिंहासन प्रभु के सुन्दर देश बसिरत्न सिंहासन। ପିଲେ ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପଦରେ ରହିବା ସମୟରେ ଦେଶର ନବୀନତା ଓ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ। ପିଲାମାନଙ୍କୁ ସେ ଖୁବ୍ ଭଲ ପାଉଥିଲେ। ସେ କହୁଥିଲେ, ଫୁଲ ଯେମିତି କୋମଳ, ଶିଶୁମାନେ ବି କୋମଳ। ସେଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। ହଁ ପିଲେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ। ଆସ ଆଜି ଜାଣିବା କଥାରେ ଶୁଣିବା ନେହେରୁଙ୍କ ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ବିଭୁପ୍ରସାଦ ଆଚାର୍ଯ୍ୟ। ପିଲାମାନେ, ଏବେ ଆମେ ଆମର ମହାନ ଦେଶ ଭାରତବର୍ଷର ନବନିର୍ମାତା ପଣ୍ଡିତ ଜବାହରଲାଲ ନେହେରୁଙ୍କ ମହାଜୀବନର ଦର୍ଶନ ସମ୍ପର୍କରେ ସଂକ୍ଷେପରେ କିଛି ଆଲୋଚନା କରିବା। ପ୍ରଥମରୁ କହି ରଖେ, ମହାସମୁଦ୍ରର ଜଳରାଶି ଏକ ଚା କପ୍ ମାଧ୍ୟମରେ ମାପିବାର ପ୍ରୟାସ କରିବା ପରି ପଣ୍ଡିତ ନେହେରୁଙ୍କ ବିବିଧ ଦର୍ଶନର ସାମୁଦ୍ରିକ ଦିଗର ବର୍ଣ୍ଣନା ତୁଳନାତ୍ମକ ସଦୃଶ ହୋଇପାରେ। ସେଦିନ ଥିଲା 1899 ମସିହା ନଭେମ୍ବର ମାସ 14 ତାରିଖ। ପିତା ମୋତିଲାଲ ନେହେରୁ, ମାତା ସ୍ୱରୂପାରାଣୀଙ୍କ ଔରସ୍ୟରୁ ଏଲାହାବାଦଠାରେ ଜନ୍ମଗ୍ରହଣ କରିଥିଲେ ଜବାହାର ଏକ କୁଳୀନ କାଶ୍ମୀର ବ୍ରାହ୍ମଣ ପରିବାରରେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଜବାହାରଙ୍କର ଅନୁସନ୍ଧିତ୍ସୁ ମନ ଓ ପ୍ରଚଣ୍ଡ ଧୀଶକ୍ତି ସହିତ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଆଭାସ ବାଲ୍ୟକାଳରୁ ହିଁ ପାରି ହୋଇ ପଡ଼ିଥିଲା। ପିଲାଦିନରୁ ନେହେରୁ ସ୍କଟ୍, ଡିକେନ୍ସ, ଥାକ୍ରେ, ୱେଲ୍ସ, ମାର୍କ ଟ୍ୱେନ୍ ପ୍ରଭୃତି ବିଶିଷ୍ଟ ଲେଖକମାନଙ୍କର ରଚନା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇପଡ଼ିଥିଲେ। 1905 ମସିହାରେ ମାତ୍ର 15 ବର୍ଷ ବୟସରେ ଜବାହରଲାଲ ତାଙ୍କ ବାପା, ମା ଓ ସାନ ଭଉଣୀ ବିଜୟଲକ୍ଷ୍ମୀଙ୍କ ସହ ଇଂଲଣ୍ଡ ଯାତ୍ରା କରିଥିଲେ। 1907 ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି ମହାବିଦ୍ୟାଳୟରେ ସେ ନାମ ଲେଖାଇଥିଲେ। ସେଠାରୁ ଶିକ୍ଷା ସମାପ୍ତ ପରେ ଆଇନ ଶାସ୍ତ୍ର ଅଧ୍ୟୟନ ସାରି କିଛି ଦିନ ପାଇଁ ସେ ଆହ୍ଲାବାଦ ହାଇକୋର୍ଟରେ ଓକିଲାତି କରିଥିଲେ। ହୃଦୟ ଯାହାର ବିଶାଳ, କ୍ଷୁଦ୍ର ପରିଧି ମଧ୍ୟରେ ବାନ୍ଧି ହୋଇ ରହିବା ତା ପକ୍ଷେ କଷ୍ଟସାଧ୍ୟ। ଶେଷରେ ଓକିଲାତି ବ୍ୟବସାୟ ତ୍ୟାଗ କରି ସ୍ୱାଧୀନତା ମୁକ୍ତି ସଂଗ୍ରାମରେ ନିଜକୁ ସାମିଲ କରିଥିଲେ ଯୁବକ ଜବାହାର। 1916 ମସିହା ଫେବୃଆରୀ 8 ତାରିଖ ଦିନ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ସୁଶ୍ରୀ କମଳା ଦେବୀଙ୍କ ସହିତ। ଏହାର ଠିକ୍ 3 ବର୍ଷ ପରେ ଅର୍ଥାତ୍ 1919 ଏପ୍ରିଲ 6 ତାରିଖ ଦିନ ନେହେରୁ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇଥିଲେ। 1921 ମସିହା ଡିସେମ୍ବର 6 ତାରିଖ ଦିନ ନେହେରୁ ପ୍ରଥମ ଥର ପାଇଁ କାରାବରଣ କରିଥିଲେ, ଯେତେବେଳେ କି ତାଙ୍କର ପତ୍ନୀ କମଳା ଦେବୀ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥାନ୍ତି। ସ୍ୱାମୀଙ୍କ ଜୀବନାଦର୍ଶରେ ସାମିଲ ହୋଇ କମଳା ଦେବୀଙ୍କୁ 1931 ମସିହାରେ ଯେତେବେଳେ କାରାବରଣ କରିବାକୁ ପଡ଼ିଥିଲା, ସେତେବେଳେ ସେ ହସି ହସି କହିଥିଲେ, ମୁଁ ମୋ ସ୍ୱାମୀଙ୍କ ପଥ ଅନୁସରଣ କରୁଥିବାରୁ ମୁଁ ଆଜି ଅତ୍ୟନ୍ତ ଗର୍ବ ଓ ଆନନ୍ଦ ଅନୁଭବ କରୁଛି। ସୁତରାଂ ଜବାହରଲାଲଙ୍କ ବ୍ୟକ୍ତିଗତ, ଦାମ୍ପତ୍ୟ ଓ ପାରିବାରିକ ଜୀବନ କେବଳ ମାନବ ହିତ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହୋଇଥିଲା। ବଡ଼ ଗଛକୁ ଝଡ଼ ଲାଗିଲା ପରି 1931 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ପୂଜ୍ୟ ପିତା, 1936 ମସିହା ଫେବୃଆରୀ 28 ତାରିଖରେ ପ୍ରାଣପ୍ରିୟା ସହଧର୍ମିଣୀ ଏବଂ 1938ରେ ନିଜର ଜନ୍ମଦାତ୍ରୀଙ୍କର ପରଲୋକ ଗମନରେ ଜବାହାର ଗଭୀର ଭାବେ ମର୍ମାହତ ହୋଇପଡ଼ିଥିଲେ। ଅଳ୍ପ ବର୍ଷ ବ୍ୟବଧାନ ଭିତରେ ପିତା, ମାତା ଓ ପତ୍ନୀଙ୍କୁ ହରାଇ ସେ କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଥିଲେ ମଧ୍ୟ ସତ୍ସଙ୍ଗର ପ୍ରତିଷ୍ଠାତା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ଧୈର୍ଯ୍ୟ ଧର, ବିପଦ କଟିଯିବ ତାଙ୍କୁ ଗଭୀର ଭାବେ ନୂତନ ପ୍ରେରଣା ଦେଇଥିଲା। ଦୃଢ଼ ପ୍ରତିଜ୍ଞ ମନ ଓ ନିମ୍ନଗାମୀ ଜଳର କିଏ ବା ପ୍ରତିରୋଧ କରିପାରିବ? ପିଲାମାନେ, ନିଜର ଏକମାତ୍ର ଶିଶୁକନ୍ୟା ଇନ୍ଦୋରାଙ୍କୁ ଭାଇମାଙ୍କ ପାଖରେ ଛାଡ଼ି 1939ରେ ଆଚାର୍ଯ୍ୟ ବିନୋଭାଙ୍କ ସହ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ 4 ବର୍ଷ କାରାବରଣ କରିଥିଲେ। ଏହି ସମୟରେ ଗଭୀର ଯନ୍ତ୍ରଣା ଭିତରେ ସେ ରଚନା କରିଥିଲେ ଶ୍ରେଷ୍ଠ ଗ୍ରନ୍ଥ ଭାରତ ଆବିଷ୍କାର ବା ଡିସ୍କଭରି ଅଫ୍ ଇଣ୍ଡିଆ, ଯାହାକି ମାନବ ଜାତି ପାଇଁ ଏକ ଅମୂଲ୍ୟ ଉପହାର। 1946 ମସିହା ମେ ମାସ 9 ତାରିଖରେ ସେ ଯେତେବେଳେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ସଭାପତି ପଦ ଗ୍ରହଣ କଲେ, ସେହି ସମୟରେ ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ବିଭେଦ ଉଗ୍ର ରୂପ ଧାରଣ କରିଥାଏ। ଏହି ବିଭେଦକୁ ସେ ଜିନ୍ନା ଓ 3 ଜଣ ନେତାଙ୍କ ସହ ମିଶି ଲଣ୍ଡନ ଯାତ୍ରା କରି ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥିଲେ। ଏହାପରେ 1947 ମସିହା ମାର୍ଚ୍ଚ 23 ତାରିଖରେ ଏସିଆ ମହାଦେଶର ସଦ୍ଭାବନା ବୃଦ୍ଧି ପାଇଁ ଏସୀୟ ସଦ୍ଭାବନା ସମ୍ମିଳନୀ ଡକାଇ ପ୍ରତ୍ୟେକ ରାଷ୍ଟ୍ରଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାରେ ସେ ସଫଳ ହୋଇପାରିଥିଲେ। 1947 ମସିହା ଅଗଷ୍ଟ 15 ତାରିଖରେ
ଭାରତବର୍ଷ ହେଲା ସ୍ୱାଧୀନ। ତୁମେମାନେ ଜାଣିଛ ଏହି ସ୍ୱାଧୀନତା ଦିବସ ଏବେ ଆମେମାନେ ପାଳନ କରୁଛୁ। ନେହେରୁ ହେଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଭାରତର ଶାସନତନ୍ତ୍ର ପରିଚାଳନା କରିବାକୁ ସେ ଏକ ନୂତନ ସମ୍ବିଧାନ ତିଆରି କରିଥିଲେ। 1947 ଡିସେମ୍ବର 9 ତାରିଖରେ ନୂଆଦିଲ୍ଲୀଠାରେ ସମ୍ବିଧାନର ପ୍ରଥମ ଅଧିବେଶନ ବସିଥିଲା ଏବଂ ଭାରତ ଏକ ସାର୍ବଭୌମ ସ୍ୱାଧୀନ ସାଧାରଣତନ୍ତ୍ର ଦେଶ ହେବା ପାଇଁ ସେ ପ୍ରସ୍ତାବ ଆଗତ କରିଥିଲେ, ଯାହାକି 1950 ମସିହା ଜାନୁଆରୀ 26 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଶାନ୍ତି ଓ ସଦ୍ଭାବନା ହିଁ ସମସ୍ତ ସଫଳତାର ଚାବିକାଠି ଅନୁଭବ କରି ସେ ଆନ୍ତର୍ଜାତିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ଶାନ୍ତିର ବାଣୀ ପ୍ରଚାର କରିଥିଲେ। ସେଇଥିପାଇଁ ତାଙ୍କୁ ବିଶ୍ୱ ଶାନ୍ତିର ଅଗ୍ରଦୂତ ରୂପେ ସମ୍ମାନିତ କରାଯାଇଥିଲା। ତାଙ୍କର ଧର୍ମ ନିରପେକ୍ଷତା ନୀତି ପାଇଁ ଆମେରିକା, ଇଜିପ୍ଟ ଆଦି ଦେଶମାନଙ୍କ ଠାରୁ ସେ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସାହାଯ୍ୟ ପାଇବାକୁ ସମର୍ଥ ହୋଇଥିଲେ। ଏହାପରେ 1954 ମସିହାରେ ତାଙ୍କର ପଞ୍ଚଶଳ ନୀତି ତାଙ୍କୁ ବିଶ୍ୱ ଦରବାରରେ ଶାନ୍ତିର ଦୂତ ସମ୍ମାନରେ ଭୂଷିତ କରିପାରିଥିଲା। ଏ ସମସ୍ତ ଦିଗ ବାଦ୍ ଦେଲେ ନେହେରୁ ଥିଲେ ଜଣେ ବିଶିଷ୍ଟ ବୈଜ୍ଞାନିକ। ବିଜ୍ଞାନକୁ ଜନହିତକର କାର୍ଯ୍ୟରେ ବିନିଯୋଗ କରିବାକୁ ସେ ଭାରତ ତଥା ବିଶ୍ୱବାସୀଙ୍କୁ ନିବେଦନ କରିଥିଲେ। ପରମାଣୁ ଶକ୍ତିକୁ ଧ୍ୱଂସମୂଳକ କାର୍ଯ୍ୟରେ ବିନିଯୋଗ ନ କରି ତାକୁ ବିଶ୍ୱ କଲ୍ୟାଣ ଦିଗରେ ନିୟୋଜିତ କରିପାରିଲେ ସମଗ୍ର ବିଶ୍ୱରେ ଯେ ଶାନ୍ତି, ସୁଖ, ସମ୍ପଦ ପ୍ରତିଷ୍ଠା ହୋଇପାରିବ, ସେ ଦୃଢ଼ ଭାବରେ ଏହା ଘୋଷଣା କରିଥିଲେ। ଏତଦ୍ଭିନ୍ନ ନେହେରୁ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ। 1945 ମସିହା ଭାରତୀୟ ନୌବାହିନୀର ବିଚାର ବେଳେ ସେ ବାରିଷ୍ଟର ପୋଷାକରେ ଅଦାଲତରେ ଠିଆ ହୋଇ କହିଥିଲେ, ଭାରତର ବିଚାର ବିଭାଗର ମର୍ଯ୍ୟାଦା ବଜାୟ ରଖିବାକୁ ହେଲେ କୌଣସି ପ୍ରକାର ଅନୈତିକ ହସ୍ତକ୍ଷେପକୁ କଦାପି ବରଦାସ୍ତ କରାଯାଇ ନପାରେ। ଯେଉଁଥିପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମୋହନ ଚାନ୍ଦ ତାଙ୍କୁ ନ୍ୟାୟର ଏକ ବିଶାଳ ସ୍ତମ୍ଭ ବୋଲି ଆଖ୍ୟା ଦେଇଥିଲେ। ଶିଶୁମାନେ ଦେଶର ଆଗାମୀ କାଲିର କର୍ଣ୍ଣଧାର, ସେମାନଙ୍କର ଉପଯୁକ୍ତ ଯତ୍ନ ଉପରେ ସେ ସଦାସର୍ବଦା ଅଧିକ ଗୁରୁତ୍ୱ ଦେଉଥିଲେ। କର୍ମବ୍ୟସ୍ତତା ଭିତରେ ସେ ସମୟ କାଢ଼ି ପିଲାମାନଙ୍କ ସହିତ ନାଚ, କୁଦ, ଗୀତ ଆଦି କରି ସେମାନଙ୍କୁ ପ୍ରେରଣା ଯୋଗାଉଥିଲେ। ନିଜ ଜନ୍ମତିଥି ନଭେମ୍ବର 14କୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଶିଶୁ ଦିବସ ରୂପେ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପୁନଶ୍ଚ ନାରୀ ଶିକ୍ଷା ପ୍ରତି ସେ ସଦାସର୍ବଦା ଗୁରୁତ୍ୱାରୋପ କରି କହୁଥିଲେ, ନାରୀ ଜାତିର ଉନ୍ନତିରେ ମଣିଷ ଜାତିର ଉନ୍ନତି ସମ୍ଭବ ହୋଇଥାଏ। ଜେଲ୍ ଜୀବନରେ ନିଜର ଅଲିଅଳି କନ୍ୟା ଇନ୍ଦିରାଙ୍କ ନିକଟକୁ ମାନବ ଜୀବନର ଦର୍ଶନ ଉପରେ ଅନେକ ଚିଠି ଲେଖିଥିଲେ ସେ, ଯାହା ଏକ ପୁସ୍ତକ ପ୍ରକାଶ ପାଇଅଛି, ଯାହାକି ମାନବ ସଭ୍ୟତାର ବିବର୍ତ୍ତନ ଓ ପୃଥିବୀ ଇତିହାସର କ୍ରମ ବିକାଶ ଉପରେ ପର୍ଯ୍ୟବେସିତ। ପିଲାମାନେ, ତମମାନେ ଜାଣିଛ, ନେହେରୁ ତମାମ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଶୁଣାଇଥିଲେ ନିରସ୍ତ୍ରୀକରଣ ବାଣୀ। ସେ କେବଳ ଜଣେ ନେତା ନଥିଲେ, ଏକାଧାରରେ ସେ ଥିଲେ ଐତିହାସିକ, ବୈଜ୍ଞାନିକ, ଲେଖକ, ବକ୍ତା, ସାହିତ୍ୟିକ, ସୌନ୍ଦର୍ଯ୍ୟ ଉପାସକ, ଆଇନଜ୍ଞ ଓ ବିଶ୍ୱପ୍ରେମିକ। ସେଇଥିପାଇଁ ତାଙ୍କୁ ନବଭାରତର ନିର୍ମାତା ଆଖ୍ୟା ଦିଆଯାଇଥିଲା। ପ୍ରତ୍ୟେକ ଭାରତବାସୀଙ୍କୁ ନେହେରୁ ପ୍ରାଣସ୍ୱରୂପ ଭଲ ପାଉଥିଲେ ଏବଂ ଆବେଗ ଭରେ ସେ କହିଥିଲେ, ମୋର ମୃତ୍ୟୁ ପରେ ମୋର ଚିତାଭସ୍ମକୁ ଆକାଶର ବହୁ ଉଚ୍ଚକୁ ନେଇ ବିସ୍ତୃତ କ୍ଷେତ୍ରରେ ବୁଣିଦେବ, ଯେପରି ଭାରତର ପ୍ରତି ଧୂଳିକଣାରେ ସେ ଭସ୍ମ ମିଶିଯିବ, ଏହା ହିଁ ମୋର ଶେଷ ଇଚ୍ଛା। ସେହି ମହାନ ବିଶ୍ୱକର୍ମାଙ୍କର 1964 ମସିହା ମେ ମାସ 27 ତାରିଖ 2:30 ସମୟରେ ପରଲୋକ ଗମନ ହୋଇଥିଲା। ସମଗ୍ର ବିଶ୍ୱବାସୀ ଶୋକସାଗରରେ ଭାସି ଯାଉଥିବା ବେଳେ ରାଷ୍ଟ୍ରପତି ରାଧାକୃଷ୍ଣନ ସେଦିନ କହିଥିଲେ, ଆମ ଦେଶର ଇତିହାସର ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଥିଲା। ପିଲାମାନେ, ତୁମେମାନେ ଜାଣିଥିବ, ଏହି ମହାନ ପୁରୁଷଙ୍କର ଟେବୁଲ ଉପରେ ଏକ ଇଂରାଜୀ ଲେଖକଙ୍କର ଲେଖା ସର୍ବଦା ତାଙ୍କୁ ଅନୁପ୍ରାଣିତ କରିଥିଲା, ଯାହା ଥିଲା, ସୁନ୍ଦର ଯେତିକି ଅନ୍ଧାର ସେତିକି ଏଇ ଯେ ଗହନ ବନ, ତେଣୁ ତୁ ସଂକଳ୍ପ ଆପଣା ପଥରେ ଅଚଳ ରହରେ ମନ, ଆଗରେ ପଡ଼ିଛି ପଥ ବହୁ ଦୂର, ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। ଏବଂ ଏହାର ଇଂରାଜୀ ଅନୁବାଦ ହେଲା, ଦି ଉଡ୍ସ ଆର୍ ଲଭଲି, ଡାର୍କ ଆଣ୍ଡ ଡିପ୍, ବଟ୍ ଆଇ ହ୍ୟାଭ୍ ପ୍ରମିସେସ୍ ଟୁ କିପ୍, and miles to go before I sleep, and miles to go before I sleep। ବାସ୍ତବରେ ଏହି କବିତାର ପଙ୍କ୍ତି ତାଙ୍କ ଜୀବନରେ ବାସ୍ତବାୟିତ ହିଁ ହୋଇପାରିଥିଲା। ପିଲାଏ, ତମେ ସବୁ ହଉଛ ଏଇ ଦେଶ, ଏଇ ମାଟିର ଗର୍ବ ଆଉ ଗୌରବ। ତମେ ହିଁ ତ ଗଢ଼ି ତୋଳିବ ଏଇ ଦେଶକୁ, ବିପଦ ଆପଦରୁ ରକ୍ଷା କରିବ ଟିକି ଟିକି ସୈନିକ ସାଜି। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଶୁଣିବା ଦେଶ ବନ୍ଦନାଟିଏ, ଗାଇଛନ୍ତି ଦାସ ଅଙ୍କିତା ଚାନ୍ଦ। ଆମେ ଟିକି ସଇନ, ଆମେ ଟିକି ସଇନ, ଆମେ ଟିକି ସଇନ, ଆମେ ଟିକି ସଇନ।
ଦେଶକୁ ଆମେ ତ ଗଢ଼ିବୁ ଆମରି ଦେଶକୁ ଆମେ ତ ଗଢ଼ିବୁ ଦୂର କରି ଦେବୁ ଦୁଃଖ ଦଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମ ଟିକେ ହାତେ ଅସୀମ ବଳ ସବୁ କାମେ ଆମେ ସଦା ଚଞ୍ଚଳ ଆମ ଟିକେ ହାତେ ଅସୀମ ବଳ ସବୁ କାମେ ଆମେ ସଦା ଚଞ୍ଚଳ ହିମାଳୟ ଠାରୁ ଆହୁରି ଅଧିକ ହିମାଳୟ ଠାରୁ ଆହୁରି ଅଧିକ ଅଟଳ ଅଚଳ ଆମରି ମନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ জননী জনম ভূমির পাই আমরি ছাতি কি দেবু পতাই জননী জনম ভূমির পাই আমরি ছাতি কি দেবু পতাই নুয়াইবু নাহি কাহা পাশে মথা নুয়াইবু নাহি কাহা পাশে মথা গলে যাও পছে এই জীবন আমি টিকি সইন আমি টিকি সইন আমি টিকি সইন আমি টিকি সইন ଅଳସୁଆ ପଣେ ନକରି ମଠ ମନ ଦେଇ ଆମେ ପଢ଼ିବୁ ପାଠ ଅଳସୁଆ ପଣେ ନକରି ମଠ ମନ ଦେଇ ଆମେ ପଢ଼ିବୁ ପାଠ ଆମେ ତ ଉଡ଼ିବୁ ଆମେ ତ ଲଢ଼ିବୁ ଆମେ ତ ଉଡ଼ିବୁ ଆମେ ତ ଲଢ଼ିବୁ ରଖିଯିବୁ ଦେଶ ଜାତିର ମାନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମେ ଟିକେ ସଇନ ଆମରି ଦେଶକୁ ଆମେ ତ ଗଢ଼ିବୁ ଆମରି ଦେଶକୁ ଆମେ ତ ଗଢ଼ିବୁ ଦୂର କରି ଦେବୁ ଦୁଃଖ ଦଇନ ଆମେ ଟିକେ ସଇନ 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 ପିଲାଏ ଚନ୍ଦ୍ରଶେଖର ଭେଙ୍କଟ ରମଣ ଯାହାଙ୍କୁ ଆମେ ସିଭି ରମଣ ବୋଲି ଜାଣୁ ସେ ଥିଲେ ଜଣେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ ତମେମାନେ ତ ଜାଣିଥିବ ସେ ହେଉଛନ୍ତି ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଆସ ଆଜି ବିଜ୍ଞାନ ବାର୍ତ୍ତାରେ ଶୁଣିବା ସିଭି ରମଣଙ୍କ ବିଷୟରେ ତମମାନଙ୍କ ପାଇଁ କହିଛନ୍ତି ଅନସୂୟା ମିଶ୍ର ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ସିଭି ରମନ 1888 ମସିହା ନଭେମ୍ବର ମାସ 7 ତାରିଖରେ ବର୍ତ୍ତମାନର ଚେନ୍ନାଇ ନିକଟସ୍ଥ ତିରୁଚିଲ୍ଲାପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଚନ୍ଦ୍ରଶେଖର ଆୟର ଏବଂ ମାତାଙ୍କ ନାମ ପାର୍ବତୀ ଅମଲ। ପିତା ଚନ୍ଦ୍ରଶେଖର ଆୟର ବିଶାଖାପାଟଣାର ଏକ ପ୍ରସିଦ୍ଧ କଲେଜରେ ଗଣିତ ଏବଂ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ। ଜେଜେବାପା ଜଣେ ସଂସ୍କୃତ ପଣ୍ଡିତ ରୂପେ ସୁଖ୍ୟାତି ଅର୍ଜନ କଲାବେଳେ ଅଜା ସପ୍ତର୍ଷି ଶାସ୍ତ୍ରୀ ଜଣେ ପ୍ରଖ୍ୟାତ ସଂସ୍କୃତ ପଣ୍ଡିତ ଥିଲେ। ଚନ୍ଦ୍ରଶେଖର ଭେଙ୍କଟ ରମଣ ପ୍ରଥମ ଶ୍ରେଣୀରୁ MA ଯାଏ କେବଳ ପ୍ରଥମ ହୋଇ ପରିବାର ସହ ଦେଶକୁ ମଧ୍ୟ ଗୌରବାନ୍ୱିତ କରିଥିଲେ। ତାଙ୍କ ଜୀବନରେ ସେ କେବେ ଦ୍ୱିତୀୟ ହୋଇନଥିଲେ। ମାତ୍ର 12 ବର୍ଷ ବୟସରେ ମାଟ୍ରିକ ପାସ୍ କରିବା ପରେ
13 ବର୍ଷ ବୟସରେ FM ପାସ୍ କରିଥିଲେ। 1904 ମସିହାରେ BA ପାସ୍ କରିବା ସମୟରେ 3ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପଦାର୍ଥ ବିଜ୍ଞାନ ସହ ଇଂରାଜୀରେ CV ରମଣଙ୍କର ଅଗାଧ ଜ୍ଞାନ ଥିଲା। ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରୁ ପଦାର୍ଥ ବିଜ୍ଞାନରେ MA ପାସ୍ କରିସାରିଲା ପରେ ସହକାରୀ ଆକାଉଣ୍ଟାଣ୍ଟ ଭଳି ମର୍ଯ୍ୟାଦା ସମ୍ପନ୍ନ ଚାକିରି ସେ ପାଇଥିଲେ। ମାତ୍ର ସେ ଚାକିରିର ମୋହକୁ ଛାଡ଼ି କଲିକତାର ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ ସେ ଯୋଗ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ସେଠାରେ ସେ ଗବେଷଣା କରିବେ। ଅଧ୍ୟାପକ ଆଶୁତୋଷ ଦେଙ୍କ ପ୍ରେରଣାରେ ଇଣ୍ଡିଆନ୍ ଆସୋସିଏସନ୍ ଫର କଲ୍ଟିଭେସନ୍ ଅଫ୍ ସାଇନ୍ସରେ ଗବେଷଣା କାମ ଆରମ୍ଭ କଲେ। ତାଙ୍କ ଗବେଷଣାରେ ସ୍ଥାନ ପାଇଥିଲା ଶବ୍ଦ ଓ ଆଲୋକର ତରଙ୍ଗ। ଏହା ସହିତ କେଉଁଠାରେ ଓ କିଭଳି ଆଲୋକ ପ୍ରବେଶ କରିବା ସମୟରେ ଏହାର ତରଙ୍ଗ ଦୈର୍ଘ୍ୟରେ ପରିବର୍ତ୍ତନ ହେଉଛି ତାକୁ ସେ ଗବେଷଣାରେ ସ୍ଥାନ ଦେଇଥିଲେ। CV ରମଣଙ୍କର ନଜର ଥିଲା ସମୁଦ୍ର ପାଣି ଏବଂ ଆକାଶର ରଙ୍ଗ କାହିଁକି ନୀଳ ଦେଖାଯାଉଛି। ମାତ୍ର 18,000 ଟଙ୍କାର ସରଞ୍ଜାମ ସହ କିଛି ଟୁକୁଡ଼ା କାଚକୁ ନେଇ ସେ ତାଙ୍କର ଗବେଷଣା ଲବ୍ଧ ତଥ୍ୟ ପ୍ରଖ୍ୟାତ ମାଗାଜିନ୍ ନେଚରରେ ସ୍ଥାନ ପାଇଥିଲା। କଠିନ, ତରଳ, ଗ୍ୟାସୀୟ ପଦାର୍ଥ ମଧ୍ୟରେ ଆଲୋକର ଗତି, ତାର ତରଙ୍ଗ ଦୈର୍ଘ୍ୟ, ପ୍ରତିଫଳନ ଏବଂ ବିଚ୍ଛୁରଣ ଉପରେ ଗବେଷଣା କରି 1930 ମସିହାରେ CV ରମଣ ପୃଥିବୀର ସର୍ବୋଚ୍ଚ ନୋବେଲ ପୁରସ୍କାର ମାତ୍ର 42 ବର୍ଷ ବୟସରେ ଲାଭ କରିଥିଲେ। ତାଙ୍କ ଗବେଷଣାଗାରରେ ସ୍ଥାନ ପାଇଥିଲା ଅନେକ ରଙ୍ଗୀନ ତଥା ଟୁକୁଡ଼ା କାଚ। ବିଶେଷ କରି ସୂର୍ଯ୍ୟରଶ୍ମିକୁ ଏକ ବାଇଗଣୀ ରଙ୍ଗର କାଚ ମଧ୍ୟ ଦେଇ ପ୍ରବେଶ କରାଇ ସାରିଲା ପରେ ରଶ୍ମିକୁ ଏକ ସବୁଜ ରଙ୍ଗର କାଚ ମଧ୍ୟରେ ପ୍ରବେଶ କରାଇ ସେ ଦେଖୁଥିଲେ ଯେ ଆଲୋକ ରଶ୍ମି ସବୁଜ କାଚ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଅବଶୋଷିତ ହୋଇଯାଉଛି ବା ଆଲୋକ ଆଦୌ ବାହାରକୁ ଆସୁନାହିଁ। କଲିକତାର ବିଖ୍ୟାତ ବିଚାରପତି ଗାଣିତିଜ୍ଞ ଡକ୍ଟର ଆଶୁତୋଷ ମୁଖାର୍ଜୀ ଚନ୍ଦ୍ରଶେଖରଙ୍କୁ ଖୁବ୍ ପ୍ରଶଂସା କରୁଥିଲେ। ତାଙ୍କ ପ୍ରେରଣାରେ 1924 ମସିହାରେ ସେ କାନାଡ଼ାର ଏକ ବୈଜ୍ଞାନିକ ସମ୍ମିଳନୀରେ ଭାଷଣ ଦେଇ ନିଜର ଜ୍ଞାନ ଗାରିମାକୁ ପ୍ରସାର କରିବାର ସୁଯୋଗ ପାଇଥିଲେ। ତାଙ୍କ ଗବେଷଣାରେ କୌଣସି ଯୌଗିକ ପଦାର୍ଥର ଅଣୁ ମଧ୍ୟରେ ଥିବା ରାସାୟନିକ ସଂଯୋଗକୁ ସହଜରେ ଚିହ୍ନିବାର ସହାୟକ ହୋଇପାରିଲା। ରମଣ ଇଫେକ୍ଟ ବା ରମଣ ତତ୍ତ୍ୱର ଗୁରୁତ୍ୱ ଏବେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। ବ୍ରିଟିଶ ସରକାରଙ୍କର ସହକାରୀ ଆକାଉଣ୍ଟାଣ୍ଟ ଭଳି ଚାକିରିର ଦରମା, ସେତେବେଳର ସରକାରୀ ବଙ୍ଗଳା, ଗାଡ଼ି ମଟର ଚାକର ବାକରକୁ ତ୍ୟାଗ କରି ରମଣ ଗବେଷଣାରେ ମଜ୍ଜି ଯାଇଥିଲେ। ସେ କହୁଥିଲେ, ପୃଥିବୀ ପୃଷ୍ଠରେ ଏତେ ପାଠ ଅଛି ଯେ ଯାହାକୁ ଆୟତ୍ତ କରିବା ପାଇଁ ଆୟୁଷ କମ୍ ପଡ଼ିଯିବ, ମାତ୍ର ଟଙ୍କା ପଇସାକୁ ସହଜରେ ଆୟତ୍ତ କରିହେବ। CV ରମଣଙ୍କୁ ମିଳିଥିବା ପୁରସ୍କାରର ତାଲିକା ବେଶ୍ ଲମ୍ବା। ସେଥିମଧ୍ୟରୁ ମୁଖ୍ୟ ପୁରସ୍କାର ଗୁଡ଼ିକ ହେଲା 1924 ମସିହାରେ ଲଣ୍ଡନ ରୟାଲ ସୋସାଇଟିର ସେ ଫେଲୋ ରୂପେ ନିର୍ବାଚିତ ହୋଇଥିଲେ। 1928ରେ ଇଟାଲୀ ସରକାର ତାଙ୍କୁ ମାଟିଉସି ପଦକ ପ୍ରଦାନ କରିଥିଲେ। 1929ରେ ବ୍ରିଟିଶ ସରକାର ତାଙ୍କୁ ନାଇଟ୍ ଉପାଧିରେ ଭୂଷିତ କରିଥିଲେ। 1930 ଡିସେମ୍ବର 10ରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବକୁ CV ରମଣ ତାଙ୍କର ପତ୍ନୀ ଲୋକ ସୁନ୍ଦରୀଙ୍କ ସଙ୍ଗେ ଯାଇଥିଲେ। ନୋବେଲ ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ, ପ୍ରଥମ ଏସୀୟ ଏବଂ ପ୍ରଥମ ଗୋରା ହୋଇନଥିବା ବ୍ୟକ୍ତି ଥିଲେ। ପୁଣି ଥରେ 1930 ମସିହାରେ ଲଣ୍ଡନର ରୟାଲ ସୋସାଇଟି ତାଙ୍କୁ ପ୍ରଖ୍ୟାତ ହ୍ୟୁଗସ୍ ପୁରସ୍କାର ପ୍ରଦାନ କରିଥିଲେ। 1935ରେ ମହୀଶୂରର ମହାରାଜ ତାଙ୍କୁ ରାଜସଭା ଭୂଷଣ ଉପାଧି ପ୍ରଦାନ କରିଥିଲେ। 1954ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ। ଏହିଭଳି ଅନେକ ସମ୍ମାନର ଅଧିକାରୀ ଡକ୍ଟର CV ରମଣ ଭାରତବର୍ଷକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କ ଭଳି ବିରଳ ବ୍ୟକ୍ତିତ୍ୱଙ୍କୁ ଆମର ଶତକୋଟି ପ୍ରଣାମ। ପିଲେ, କାର୍ଯ୍ୟକ୍ରମ ଶେଷ କରିବା ଆଗରୁ ତମମାନଙ୍କ ପାଇଁ ଅଛି ପଲ୍ଲୀ ଗୀତଟିଏ। ଗାଇଛନ୍ତି ପୂର୍ଣ୍ଣିମା ନାଥ। ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।
ଭାରି ସୁନ୍ଦର ସୁନ୍ଦର ମୋ ଗାଁର ସେ ବନଲତା ପାହାଡ଼ ପ୍ରଭାତରେ ଶୁଭେ ଯାହିଁ ପୂଜା ପାଠ ମନ୍ତର ଛୋଟ ସିନା ଗାଁ ମୋର ଛୋଟ ସିନା ଗାଁ ମୋର ଛପର ଚିତା ମୁରୁଜରେ ପୁଣି ଦିଶେ କେଡ଼େ ସୁନ୍ଦର ଟିକି ଟିକି ଝାଟି ମାଟି କୁଡ଼ିଆର ଛପର ଚିତା ମୁରୁଜରେ ପୁଣି ଦିଶେ କେଡ଼େ ସୁନ୍ଦର ଚଷା ପାଇ ଗୀତ ଲାଗେ ବଡ଼ ମଧୁର ଚଷା ପାଇ ଗୀତ ଲାଗେ ବଡ଼ ମଧୁର ଛୋଟ ସିନା ଗାଁ ମୋର ଛୋଟ ସିନା ଗାଁ ମୋର ଛୋଟ ସିନା ଗାଁ ମୋର ହେଲେ ଭାରି ସୁନ୍ଦର ସୁନ୍ଦର ମୋ ଗାଁର ସେ ବନଲତା ପାହାଡ଼ ପ୍ରଭାତରେ ଶୁଭେ ଯାହିଁ ପୂଜା ପାଠ ମନ୍ତର ଛୋଟ ସିନା ଗାଁ ମୋର ଛୋଟ ସିନା ଗାଁ ମୋର ଛୋଟ ସିନା ଗାଁ ମୋର ଗାଁ ମୋର ଗାଁ ମୋର ହଉ ପିଲେ, ଆଜିର କିଶୋର ଚକ୍ର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠୁଛୁ। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ସନ୍ଧ୍ୟା 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।